ଆଜି ଆମେ ଜାଣିବା ଆମେ ଆମ ସାଧାରଣ ଜୀବନରେ ସାଧାରଣ ଚାଲିଚଳନରେ କେତେ ଗୋଟେ ପରିବର୍ତ୍ତନ କରି ଆମେ କେମିତି ଲକ୍ଷ୍ମୀଙ୍କର କୃପା ଲାଭ କରିପାରିବା। ତେଣୁ ଚାଲନ୍ତୁ ସେ ବିଷୟରେ ଜାଣିବା। ପ୍ରାତଃ କାଳରେ ଶଯ୍ୟା ତ୍ୟାଗ କରି ପ୍ରଥମେ ନିଜର ଦୁଇ ହାତ ତଥା ପାପୁଲିକୁ ଭଲ ଭାବରେ ଦେଖନ୍ତୁ, ତାକୁ ଚୁମ୍ବନ କରନ୍ତୁ। ତାପରେ ଏକ ପ୍ରାର୍ଥନା କରନ୍ତୁ। କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ୍। এই ମନ୍ତ୍ର ପାଠ କରନ୍ତୁ। ଆଉ କେତେକ କଥା କହୁଛି ଯାହା ଆପଣ ସାଧାରଣ ଜୀବନରେ ପ୍ରଥମେ ପାଳନ କରନ୍ତୁ। ଆପଣ ନିଶ୍ଚିନ୍ତ ଯାହା ସମସ୍ୟା ଥିବ ଦୂର ହେବ, ଧନ ସମସ୍ୟା ଦୂର ହେବ, ଧନ ବୃଦ୍ଧି ହେବ। ଘରେ ତିଆରି ହୋଇଥିବା ରୁଟିକୁ ପ୍ରଥମେ ଗାଈ ନାମରେ କାଢ଼ି ରଖନ୍ତୁ। ନିଜର ଖାଦ୍ୟର କିଛି ଭାଗ କାଢ଼ି କାଉ ଆଉ ପକ୍ଷୀମାନଙ୍କୁ ଦିଅନ୍ତୁ। ରାତିରେ ଖାଇବା ପରେ ଯାହା ବଳିଲା ସେଥିରେ କୁକୁରଙ୍କୁ ଦେବା ପାଇଁ କିଛି କାଢ଼ି ଦିଅନ୍ତୁ। ବଳୁଥିବା ଖାଦ୍ୟକୁ କେବେ ହେଲେ ନଳାରେ ପକାନ୍ତୁନି, କୌଣସି ପଶୁପକ୍ଷୀକୁ ଖାଇବାକୁ ଦେଇଦିଅନ୍ତୁ। ସକାଳେ ଜଳଖିଆ ଖାଇବା ପୂର୍ବରୁ ଆଗ ଘରକୁ ଭଲରେ ଝାଡ଼ୁ କରି ସଫା କରିଦିଅନ୍ତୁ। ସନ୍ଧ୍ୟା ପୂର୍ବରୁ ଘରର କେଉଁଠି ଯେମିତି ବନ୍ଦ ହୋଇନଥିବ ସବୁ ଘରେ ଲାଇଟ୍ ଲଗାଇ ଦିଅନ୍ତୁ। ଘଣ୍ଟେ 2 ଘଣ୍ଟା ପାଇଁ ହେଉ ପଛେ, ସନ୍ଧ୍ୟା 6ଟାରୁ 9ଟା ହେଉ ପଛେ, 8ଟା ଯାଏଁ ହେଉ ପଛେ, କିନ୍ତୁ ସବୁ ଘରେ ଲାଇଟ୍ ଜଳୁଥିବ। ସନ୍ଧ୍ୟା ସମୟରେ ସବୁ ଲାଇଟ୍ ଜଳାଇବେ। କୌଣସି ବିବାହିତା ମହିଳା ଯଦି ଖୁସି ମନରେ ଦେବାଦେବୀଙ୍କୁ ଧୂପ ଦୀପ ଦିଏ ତାହେଲେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରୁ ପ୍ରାତଃ ସମୟରେ ଯେତେବେଳେ ସକାଳୁ ଉଠି ବାହାରିବେ, ଆଗ ଘରକୁ ପ୍ରଥମେ ଓଳାଓଳି କରି ଛିଞ୍ଚା ଛିଞ୍ଚି କରିଦେବେ। ଆଗ ଘର ସଫା କରି ତାପରେ ଯାଇକି ବାହାରିବେ। ସେମିତି ଘରୁ ବାହାରନ୍ତି ନାହିଁ। କୌଣସି ଧନ ସମ୍ପର୍କିତ କାର୍ଯ୍ୟ ବା କଥାବାର୍ତ୍ତା ପାଇଁ ଘରୁ ଯେତେବେଳେ ଆପଣ ବାହାରିକି ଯାଉଛନ୍ତି ସେ ସମୟରେ ମିଠା ବା ଦହି ଖାଇକରି ଯାଆନ୍ତୁ। ଗୁରୁବାର ଦିନ କୌଣସି ସଧ ବା ସ୍ତ୍ରୀ ଲୋକକୁ ତାକୁ ସିନ୍ଦୁର, ଅଳତା, ଶଙ୍ଖା ଆଦି ଦାନ କଲେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଯେକୌଣସି ସ୍ତ୍ରୀ ଲୋକକୁ ସମ୍ମାନ କରନ୍ତୁ। କୁମାରୀ କନ୍ୟାମାନଙ୍କୁ ତାଙ୍କୁ ଦେବୀ ପ୍ରାୟ ପୂଜା କରନ୍ତୁ, ତା କଲେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ, ଏହା କଲେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଗୁରୁବାର ଦିନ ଘରର କୁମାରୀମାନେ ଓ ପିଲାମାନେ ଚଢ଼େଇମାନଙ୍କୁ ହଳଦୀକୁ ଚାଉଳରେ ମିଶାଇକି ଖାଇବାକୁ ଦିଅନ୍ତୁ। କୌଣସି ଅସହାୟ ବା ଦରିଦ୍ର ଲୋକକୁ ଯଦି ସାହାଯ୍ୟ କରିବା କଥା କରନ୍ତୁ, ନଚେତ୍ ତାହାକୁ କେବେ ଉପହାସ କରନ୍ତୁନି। ଯେକୌଣସି ପ୍ରକାରରେ ଚେଷ୍ଟା କରନ୍ତୁ ଯେଉଁ ହିଞ୍ଜିଡ଼ା ତାଙ୍କଠୁ ଆଶୀର୍ବାଦ ନିଅ, ତାଙ୍କୁ 10-20 ଟଙ୍କା ଦେଇକି ତାଙ୍କଠୁ କେମିତି ଆଶୀର୍ବାଦ ନିଅନ୍ତୁ। ଶୀତଦିନେ କୌଣସି ଅମାବାସ୍ୟା ରାତ୍ରିରେ ଶୀତରେ ଥରୁଥିବା ଭିକାରୀକୁ ଯଦି ଆପଣ କମ୍ବଳ ଘୋଡ଼େଇ ପଳେଇ ଆସିବେ, ଆପଣ ଜାଣିବେ ଯେ ଆପଣଙ୍କର ସେଇଠି ଭାଗ୍ୟ ଖୋଲିଗଲା ବୋଲି। ଧନ ସମ୍ପର୍କିତ ସମସ୍ତ କାର୍ଯ୍ୟ ସୋମବାର ବା ବୁଧବାର କରନ୍ତୁ। ଘରେ ପୂଜା ସ୍ଥାନରେ ଆମର ଗୋଟେ ଯେଉଁ ନଡ଼ିଆ ରଖିବେ, ଚୁଟି ଥିବା ନଡ଼ିଆ ରଖିବେ, ଖାଲି ନଡ଼ିଆ ରଖିବେନି। ତାପରେ ଘରକୁ କେବେ ହେଲେ ଖାଲି ହାତରେ ଯାଆନ୍ତୁ ନାହିଁ। ଯେତେବେଳେ ଯାଉଛନ୍ତି କିଛି ନା କିଛି ଘରକୁ ତାକୁ ଧରିକି ଯାଆନ୍ତୁ। କଳା ହଳଦୀ ଯଦି ମିଳେ ତାହା ଯେମିତି ହେଲେ ଘରକୁ ଆଣନ୍ତୁ। ଦୀପାବଳି ରାତ୍ରରେ ବା କୌଣସି ଗ୍ରହଣ ସମୟରେ ଲବଙ୍ଗ ଓ ଗୁଜୁରାତି ସମ ପରିମାଣରେ ମିଶାଇ ତାକୁ ପୋଡ଼ି ଭସ୍ମ କରନ୍ତୁ। ସେ ଭସ୍ମ ଯେମିତି ଘର ସାରା ଇଏ ହେବ। କତା ଉପରେ ଲବଙ୍ଗ ଆଉ ଗୁଜୁରାତି ତାକୁ ପୋଡ଼ି ଭସ୍ମ କରି ଘର ସାରା ତାକୁ ବୁଲେଇବେ। ବ୍ୟାଙ୍କରେ ଟଙ୍କା ଜମା କରିବା ପୂର୍ବରୁ ଲକ୍ଷ୍ମୀଙ୍କର କୌଣସି ମନ୍ତ୍ର ମନେ ମନେ ଜପ କରନ୍ତୁ। ନିୟମିତ ଭାବେ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାନ୍ତୁ, କିନ୍ତୁ ସେ ଜଳରେ ଫୁଲ ଆଉ ହଳଦୀ ଯେମିତି ମିଶିଥିବ ଆପଣ ଜଳ ଚଢ଼ାନ୍ତୁ ସୂର୍ଯ୍ୟଙ୍କୁ ଗାଧୋଇ ସାରିବା ପରେ। ଗୀତାର 9ମ ଅଧ୍ୟାୟ ନିୟମିତ ପାଠ କରନ୍ତୁ। ଆଉ ବିଷ୍ଣୁ ସହସ୍ରନାମ, ଯେଉଁ ଗୃହରେ ବିଷ୍ଣୁ ସହସ୍ରନାମ ନିୟମିତ ପାଠ ହୁଏ ସେଠି ଲକ୍ଷ୍ମୀଙ୍କର ନିବାସ ରହେ। ଦୁର୍ଗା ସପ୍ତଶତୀ ମନ୍ତ୍ର ତାକୁ ନିତ୍ୟ ପାଠ କଲେ ମଧ୍ୟ ଧନ ବୃଦ୍ଧି ହୁଏ। ଆଉ ଗୋଟେ ହେଉଛି ଲକ୍ଷ୍ମୀ ସୂକ୍ତ। ବିଷ୍ଣୁ ସହସ୍ରନାମ, ଦୁର୍ଗା ସପ୍ତଶତୀ ଆଉ ଲକ୍ଷ୍ମୀ ସୂକ୍ତ ନିୟମିତ ଘରେ ପାଠ କରନ୍ତୁ। ନିଜ ପାଇଁ ସମୟ ଦିଅନ୍ତୁ। ପାଠ କରିବା ପାଇଁ ଦିନକୁ ଅଧଘଣ୍ଟେ ଟାଇପ୍ର ସମୟ ଦିଅନ୍ତୁ। ବ୍ୟାୟାମ ପାଇଁ ଘଣ୍ଟାଟେ ଆଉ ପୂଜା ପାଇଁ ଅଧଘଣ୍ଟେ ସମୟ ଆପଣ ଠାକୁରଙ୍କ ପାଇଁ ଦିଅନ୍ତୁ। ନିଶ୍ଚିନ୍ତ ଧନ ବୃଦ୍ଧି ହେବ। ଆଳସ୍ୟତା ତ୍ୟାଗ କରି ସର୍ବଦା ଆପଣଙ୍କ ମୁଁ ତ ପ୍ରାର୍ଥନା କରିବି ଆଉ ହେଇଯିବ ଆପେ ଆପେ ହେବନି। ଯେଉଁ କାମ କରନ୍ତୁ ସେ କାମକୁ ଭଲ ଭାବରେ କରନ୍ତୁ, ପରିଶ୍ରମ କରନ୍ତୁ, ନିଶ୍ଚିନ୍ତ ଧନ ବୃଦ୍ଧି ହେବ। ଶୁଦ୍ଧପୂତ ଭାବେ ପବିତ୍ର ହୋଇ ମନ ନିର୍ମଳ ଓ ସ୍ଥିର ରଖି ଲକ୍ଷ୍ମୀଙ୍କୁ ପୂଜା କଲେ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି। ଲକ୍ଷ୍ମୀଙ୍କର ପ୍ରିୟ ପୁଷ୍ପ ପଦ୍ମ ଅଟେ। ତେଣୁ ପଦ୍ମ ସବୁବେଳେ ନହେଲେ ଯେତେବେଳେ ଗୁରୁବାର ଦେଖିକରି ଆସିକରି ଲକ୍ଷ୍ମୀଙ୍କୁ ସେଇଟା ପଦ୍ମ ଚଢ଼େଇ ପାରିବେ। ଲକ୍ଷ୍ମୀଙ୍କୁ ତୁଳସୀ ବା ତୁଳସୀ ଜଟା କେବେ ହେଲେ ଚଢ଼ାନ୍ତୁ ନାହିଁ। ସାଧନା ବେଳେ ଲକ୍ଷ୍ମୀଙ୍କ ପୂଜା ସମୟରେ ପୁଷ୍ପ ତାଙ୍କ ସମ୍ମୁଖରେ ରଖନ୍ତୁ। ଧୂପ ବାଁ ପଟେ ଆଉ ଦୀପ ଡାହାଣ ପଟେ ରଖନ୍ତୁ।
ପୂଜା ସମୟରେ ପୂର୍ବ ମୁଖ ହୋଇ ପୂଜା କରନ୍ତୁ। ପୂର୍ବ ମୁଖ ହୋଇ ବସନ୍ତୁ, କିମ୍ବା ଯଦି ଭଗବାନଙ୍କୁ ପୂର୍ବ ମୁଖ କରି ରଖିଛନ୍ତି ତାହେଲେ ପଶ୍ଚିମ ମୁଖ ହୋଇ ବସିବେ। କିନ୍ତୁ ଚେଷ୍ଟା କରନ୍ତୁ ଆପଣ ପୂର୍ବ ମୁଖ ହୋଇ ବସିବା ପାଇଁ। ପୂର୍ବ ମୁଖ ହୋଇ ବସିଲେ ସବୁବେଳେ ଭଲ, ପୂର୍ବ ବା ଉତ୍ତର ମୁଖ ହୋଇ ବସିଲେ ଭଲ। ପ୍ରତ୍ୟେକ ଶନିବାର ଦିନ ଘରୁ ଭଙ୍ଗାରୁଜା ଯେତେ ଜିନିଷ ଅଛି ତାକୁ କାଢ଼ି ଦିଅନ୍ତୁ। ଆଇଦର ଫୋପାଡ଼ି ଦିଅନ୍ତୁ, ନହେଲେ କବାଟ ବେଲ ଦେଇ ଦିଅନ୍ତୁ, ଯାହା ଗୋଟେ କରନ୍ତୁ। ମନରେ ଧରି ନିଅନ୍ତୁ ଯେ ଆପଣ ଧନଶାଳୀ ହେବେ। ସକାଳେ ଓ ସନ୍ଧ୍ୟା ସମୟରେ ସମସ୍ତେ ଖୁସି ମନରେ ରୁହନ୍ତି, ଘର ଭିତରେ କେବଳ ଝଗଡ଼ା କରନ୍ତୁନି। ସୂର୍ଯ୍ୟ ଉଦୟ ଓ ଅସ୍ତ ସମୟରେ ଛୋଟ ପିଲା, ବୃଦ୍ଧ ବୃଦ୍ଧା ଆଉ ରୋଗୀଙ୍କ ଛଡ଼ା ଅନ୍ୟ କେହି ଶୟନ କରିବା ନୁହଁ। ଶୟନ କରିବା କଥା ନୁହଁ, କେହି ଶୟନ କରନ୍ତୁନି। ତୁଳସୀ ଚଉରା ଘରେ ଥିଲେ ତାହା ପାଖରେ ଧୂପ ଦିଅନ୍ତୁ। କେତେକ ବ୍ୟକ୍ତି ଗାଧୋଇ ସାରି ସେଇ ଓଦା ଲୁଗରେ ସେ କ'ଣ କରନ୍ତି, ଦେବାଦେବୀଙ୍କୁ ପୂଜା କରନ୍ତି, ଆଉ ପୂଜା କର୍ମ ସବୁ କରନ୍ତି। ସେମିତି କରନ୍ତୁନି। ଆପଣ ଗୋଟେ ଶୁଖି ଯାଇଥିବା ବସ୍ତ୍ର ପିନ୍ଧନ୍ତୁ, ତାପରେ ଆପଣ ଦେବାଦେବୀଙ୍କୁ ପୂଜା ଆପଣ କରନ୍ତୁ। ଆଉ ଯେତେବେଳେ ଗୋଟେ ଲୁଗା ପିନ୍ଧନ୍ତି, ଆଉ ଗୋଟେ ଲୁଗା କାନ୍ଧରେ ପକାଇ ପୂଜା କରନ୍ତୁ। ସବୁବେଳେ ଉତ୍ତର ପୂର୍ବ କୋଣରେ ଦେବାଦେବୀଙ୍କୁ ରଖି ପୂଜା କରନ୍ତୁ। ଏହା ହେଲା ଆମ ଦୈନିକ ଜୀବନରେ କେତେ ଗୁଡ଼ିଏ ଚଳଣି। ଆମେ ତାକୁ ଯଦି ପାଳନ କରିବା, ମହାଲକ୍ଷ୍ମୀ ପ୍ରସନ୍ନ ହେବେ। ତାପରେ ଆହୁରି ବହୁତ ଜିନିଷ ଅଛି, ଆପଣ କମେଣ୍ଟ କରନ୍ତୁ। ଆହୁରି ମାନେ ଅନିଷ୍ଟ ସମସ୍ୟାର କେମିତି ଘନିଷ୍ଠ ଉପାୟ ହେବ, କ'ଣ ପାଠ କଲେ ହେବ, କ'ଣ କଲେ ହେବ, ମୁଁ ସେଇଟା ମଧ୍ୟ କହିପାରିବି। ଆଉ ଗୋଟେ ଆମେ ମନ୍ତ୍ର ପାଠ କରିବା, ମନ୍ତ୍ର କାହିଁକି ଦରକାର, ଆମେ କାହିଁକି ଲୋକ ମନ୍ତ୍ର ପାଠ କରନ୍ତି, ଆଉ ତା'ର ସାଇଣ୍ଟିଫିକ୍ କାରଣ କ'ଣ, ସେଇଟା ମଧ୍ୟ ଆପଣ ଯଦି ଜାଣିବା ପାଇଁ ଚାହାନ୍ତି, କାହିଁକି ମନ୍ତ୍ର ପାଠ କଲେ ଆମର ଅଭିବୃଦ୍ଧି ହୁଏ, ଧନ ବୃଦ୍ଧି ହୁଏ, ଯାହା ଆମେ ମାଗୁ ସେଇଟା ମିଳେ, କାହିଁକି, ତା'ର ଯଦି ଜାଣିବା ପାଇଁ ଚାହାନ୍ତି ତାକୁ ମଧ୍ୟ କମେଣ୍ଟ କରନ୍ତୁ। ଆଉ ଆପଣ ଏଇଟା ମୁଁ କହିଲି ସାଧାରଣ ଜୀବନରେ ଚାଲିଚଳୁନି, ଆହୁରି ମଧ୍ୟ ଅନିଷ୍ଟ ସମସ୍ୟାର ଘନିଷ୍ଠ ଉପାୟ ଅଛି। କେଉଁ ମନ୍ତ୍ର ପାଠ କଲେ ବା କେଉଁ ଉପାୟ କଲେ କେଉଁ ସମସ୍ୟାରୁ ଦୂର ହୋଇପାରିବ ତାହା ମଧ୍ୟ ମୁଁ ଜାଣିଛି। ଆପଣ କମେଣ୍ଟ କଲେ ମୁଁ ନିଶ୍ଚିନ୍ତ ସେ ବିଷୟରେ ଭିଡ଼ିଓ କରିବି। ଜୟ ସୀତାରାମ।